ଶ୍ରୀକୃଷ୍ଣ କୁହନ୍ତି ମଣିଷ ସେତେବେଳେ କଷ୍ଟ ଆଉ ଦୁଃଖ ପାଇଥାଏ ଯେତେବେଳେ ସିଏ ତା'ର ନିଜର ଖୁସିକୁ ଅନ୍ୟର ଖୁସି ସହିତ ତୁଳନା କରିବା ଆରମ୍ଭ କରିଦେଇଥାଏ। ଗୋଟିଏ ଲୋକ ଗୋଟେ କୁଡ଼ିଆ ଘରେ ହୁଏତ ଶାନ୍ତିରେ ରହିଯାଇପାରେ, ଅପରପକ୍ଷରେ ଆଉ ଗୋଟେ ଲୋକ ଭଲ ଘରେ ବଡ଼ ଘରେ ରାତିରେ ଶାନ୍ତିରେ ଶୋଇପାରିନଥାଏ। କିନ୍ତୁ ମଣିଷ ଏସବୁ ନ ବୁଝି ସେ ସବୁବେଳେ କମ୍ପ୍ଲେନ୍ କରିବା ଆରମ୍ଭ କରିଦେଇଥାଏ, ମୋ ପାଖରେ ଏଇ ଜିନିଷ ନାହିଁ, ସେଇ ଜିନିଷ ନାହିଁ। କିନ୍ତୁ ସେ କେବେ ଭାବେନା ତାହା ପାଖରେ ଯାହା ବି ଅଛି ସେଇଟା ବି ଗୋଟେ ଭଗବାନଙ୍କର ଆଶୀର୍ବାଦ। କିନ୍ତୁ ଅନ୍ୟପକ୍ଷରେ ବହୁତ ଲୋକ ଅଛନ୍ତି ଯେଉଁ ଲୋକମାନେ ଭାବନ୍ତି ତାଙ୍କ ପାଖରେ ଯେଉଁ ଜିନିଷଟା ଅଛି ସେଇଟା ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ନାହିଁ। ଆଉ ସବୁବେଳେ ମଣିଷ ସବୁବେଳେ ଧୈର୍ଯ୍ୟ ରଖିବା ଆବଶ୍ୟକ। ଶ୍ରୀକୃଷ୍ଣ କୁହନ୍ତି କି ମଣିଷ ଭାଗ୍ୟରେ ଧୈର୍ଯ୍ୟ ରହିବା ନିତ୍ୟାନ୍ତ ଆବଶ୍ୟକ। ଯେଉଁ ଜିନିଷଟା ହୁଏତ ଆମକୁ ଆଜି ମିଳୁନି ସେଇ ଜିନିଷଟା ହୁଏତ କାଲି ମିଳିବ, ଆଉ ଯେଉଁଟାକି ବହୁତ ଭଲ ଭାବରେ ଆଉ ବଡ଼ ଆକାରରେ ମିଳିବ। ଯେତେବେଳେ ଗୋଟେ କୃଷିଟେ ଯେତେବେଳେ ଧାନ ବୁଣେ ସେ ସେତେବେଳେ ସାଙ୍ଗେ ସାଙ୍ଗେ ତା ପରଦିନକୁ ସେ ଗଛ ହେଇନଥାଏ କି ଅମଳ ବି ହେଇନଥାଏ। ଧୀରେ 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 ସେ ଗଛ ହେଇଥାଏ, ତାକୁ ପରିଶ୍ରମ କରିବାକୁ ପଡ଼ିଥାଏ, ଆଉ ଶେଷରେ ତା'ର ଫଳ ମଧ୍ୟ ମିଳିଥାଏ। ସେଥିପାଇଁ ସବୁବେଳେ ଭଲ ଜିନିଷ ମିଳିବା ପାଇଁ ଆମ ପାଖରେ ସବୁବେଳେ ସମୟ ମଧ୍ୟ ଦରକାର। ଆପଣ ଯେତେବେଳେ ଭାତ ଡାଲି ଆଳୁ ଭର୍ତ୍ତା ଖାଉଛନ୍ତି ସେତେବେଳେ ସେଇ ରୋଷେଇଟା ବହୁତ ଅଳ୍ପ ସମୟରେ ହେଇଯାଉଛି, କିନ୍ତୁ ଯେତେବେଳେ ଆପଣ ବିରିୟାନୀ ଖାଇବା ପାଇଁ ଚାହୁଁଛନ୍ତି ବିରିୟାନୀ ହେବା ପାଇଁ ବହୁତ ସମୟ ଲାଗୁଛି। ଠିକ୍ ସେହିପରି ଆମକୁ ସବୁବେଳେ ଭଲ ଜିନିଷ ମିଳିବା ପାଇଁ ସମୟ ଲାଗିଥାଏ। ସେଥିପାଇଁ ସବୁବେଳେ ମଣିଷର ଧୈର୍ଯ୍ୟ ନିତ୍ୟାନ୍ତ ଆବଶ୍ୟକ। ସବୁବେଳେ ନିଷ୍ପତ୍ତି ନେବା ପୂର୍ବରୁ ବିଚାର କରିବା ନିତ୍ୟାନ୍ତ ଆବଶ୍ୟକ। ଶ୍ରୀକୃଷ୍ଣ କୁହନ୍ତି କି ଆମେ ସବୁବେଳେ ଯେତେବେଳେ ଭୁଲ କରିଥାଉ କେବେ ହେଲେ ବି ଆମର ଭୁଲକୁ ଦେଖିନଥାଉ, କିନ୍ତୁ ସବୁବେଳେ ଆମେ ଆମ ପରିସ୍ଥିତିକୁ ଦୋଷ ଦେଇଥାଉ। କିନ୍ତୁ ଯେତେବେଳେ ଅନ୍ୟ କେହି ଭୁଲ କରିଥାଏ ସେତେବେଳେ ଆମେ ତା'ର ଚରିତ୍ରକୁ ଦୋଷ ଦେଇଥାଉ। ସେଥିପାଇଁ ପ୍ରଥମେ ଆମେ ଆମର ଭୁଲକୁ ଦେଖିବା ଆବଶ୍ୟକ। ଶ୍ରୀକୃଷ୍ଣ କୁହନ୍ତି କି ଆମର ଜୀବନରେ ଆସୁଥିବା ପ୍ରତ୍ୟେକ ଲୋକ କିଛି ନା କିଛି କାରଣ ପାଇଁ ଆସିଥାନ୍ତି। କିଛି ଲୋକ ଆମକୁ କିଛି ଶିକ୍ଷା ଦେବା ପାଇଁ ଆସିଥାନ୍ତି, ଆଉ କିଛି ଲୋକ ଆମର ସବୁବେଳେ ସାଥ ଦେଇଥାନ୍ତି। ଜୀବନରେ ସବୁ ଲୋକ କେବେ ହେଲେ ବି ଆମ ସାଥିରେ ରହିବେ ନାହିଁ। କିଛି ଲୋକ ଆମକୁ ଦୁଃଖ ଆଉ କଷ୍ଟ ଦେବେ, ଆଉ କିଛି ଲୋକ ଆମର କଷ୍ଟ ଆଉ ଦୁଃଖ ପରିସ୍ଥିତିରେ ବି ଆମର ସାଥ ଦେଇଥିବେ। ସବୁଠାରୁ ବୁଦ୍ଧିମତାର ବିଷୟ ହେଉଛି ଆମ ଜୀବନରେ ଯେଉଁ ଲୋକ ବି ଆସୁଛନ୍ତି ଆମକୁ ପ୍ରଥମେ ଜାଣିବା ପାଇଁ ପଡ଼ିବ, ବୁଝିବା ପାଇଁ ପଡ଼ିବ ସେମାନେ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି। ଆମକୁ କିଛି ଶିକ୍ଷା ଦେବା ପାଇଁ ଆସିଛନ୍ତି ନା ଆମ ଜୀବନରେ ଆମକୁ ଖୁସି ଦେବା ପାଇଁ ଆସିଛନ୍ତି। ଆଉ ଗୋଟେ ବଡ଼ କଥା ହେଉଛି ଜୀବନରେ ବି କାହା ଉପରେ କେବେ ଅଧିକା ଆଶା କରିବା ବି ଉଚିତ ନୁହଁ, କି କାହାକୁ କେବେ ଅଧିକା ଭରସା ଦେବା ବି ଉଚିତ ନୁହଁ। ବାହାରକୁ ଦେଖାଯାଉଥିବା ଭଲ ଚେହେରା ଯେ କେବେ ବହୁତ ଭଲ ହେଇଥିବ ସେଇ ଧାରଣା ରଖିବା ଆମର ଭୁଲ। ଦୁନିଆରେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ବାହାରକୁ ବହୁତ ସୁନ୍ଦର ବହୁତ ମଜବୁତ ବୋଲି ଲାଗନ୍ତି, କିନ୍ତୁ ସେମାନେ ଭିତରେ ବହୁତ ଦୁଃଖରେ ଭାଙ୍ଗି ପଡ଼ନ୍ତି। ଆଉ କିଛି ଲୋକ ଅଛନ୍ତି ବାହାରକୁ ବହୁତ ସୁନ୍ଦର ଚୁପଚାପ ଶାନ୍ତ ସରଳ ଭଳି ଜଣାପଡ଼ନ୍ତି, କିନ୍ତୁ ସେ ଭିତରେ ତାଙ୍କ ପ୍ରକୃତି ବହୁତ ମାରାତ୍ମକ ହେଇଥାଏ। ସବୁବେଳେ ସେଥିପାଇଁ ଆମ ମନରେ ଭଲ ବିଚାର ଆଣିବା ଦରକାର। ଭଲ ବିଚାର କେବଳ ଏଇ ଦ୍ୱାରା ହେଇପାରିବ ଭଲ କର୍ମ, ଭଲ ଚିନ୍ତା ଆଉ ସମସ୍ତଙ୍କୁ ଭଲ ପାଇବା ଦ୍ୱାରା, ବିନା ସ୍ୱାର୍ଥରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମର ଭଲ ବିଚାର ଆସିଥାଏ। ଆପଣମାନଙ୍କୁ ଯଦି ଏଇ କୃଷ୍ଣ ବିଚାର ଆପଣଙ୍କୁ ଭଲ ଲାଗୁଥିବ ତେବେ ଭିଡ଼ିଓକୁ ନିହାତି ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା। ଫେସବୁକ୍ ପେଜରେ ଦେଖୁଥିଲେ ନିହାତି ମୋତେ ଫଲୋ କରିବେ। ଶ୍ରୀକୃଷ୍ଣ କୁହନ୍ତି କି ସମୟ ହେଉଛି ମଣିଷର ବଡ଼ ଶିକ୍ଷକ। ସମୟ ଜଣାଇ ଦିଏ ମଣିଷର କିଏ ନିଜର ଆଉ କିଏ ପର, କିଏ ସାଥ ଦେବା ବାଲା ଆଉ କିଏ ସ୍ୱାର୍ଥ ପାଇଁ ଆପଣଙ୍କ ସାଥିରେ ରହିଛି। ଆଉ ମଧ୍ୟ ସମୟ ଜଣାଇ ଦିଏ ଆପଣଙ୍କର କେଉଁଟା ସାମର୍ଥ୍ୟ ଆଉ ଆପଣଙ୍କର କେଉଁଟା ଦୁର୍ବଳତା। ଶ୍ରୀକୃଷ୍ଣ କୁହନ୍ତି କି ମଣିଷ ଯେତେବେଳେ ଅହଙ୍କାର କରିବା ଆରମ୍ଭ କରିଥାଏ ସେତେବେଳେ ତା'ର ପତନ ଘଟିବା ନିଶ୍ଚିନ୍ତ। କାରଣ ସେ ଅହଙ୍କାରରେ ସେ ସମସ୍ତଙ୍କୁ ତା'ଠାରୁ ନିଜର ଛୋଟ ବୋଲି ଭାବେ ଆଉ ନିଜକୁ ସବୁବେଳେ ବଡ଼ ବୋଲି ଭାବେ।
ସେଥିପାଇଁ ଶ୍ରୀକୃଷ୍ଣ କୁହନ୍ତି କି ଯଦି ଆପଣଙ୍କୁ ଜ୍ଞାନ ମିଳିଛି ତେବେ ଆପଣ ବିନମ୍ର ହେବା ଶିଖନ୍ତୁ। ଯଦି ଆପଣଙ୍କୁ ଧନ ମିଳିଛି ତେବେ ଆପଣ ଦୟାଳୁ ହେବା ଶିଖନ୍ତୁ। ଆଉ ଆପଣଙ୍କୁ ଯଦି ସଫଳତା ମିଳିଛି ତାହେଲେ ଆପଣ ଅନ୍ୟମାନଙ୍କୁ ସମ୍ମାନ କରିବା ଶିଖନ୍ତୁ। ଶ୍ରୀକୃଷ୍ଣ କୁହନ୍ତି କି ସବୁଠାରୁ ବଡ଼ ପୁଞ୍ଜିନିବେଶ ହେଉଛି ଅନ୍ୟର ବିଶ୍ୱାସ ଆଉ ଭରସା ରଖିବା। ପଇସା ଆମେ ହରାଇ ଦେଲା ପରେ ପଇସା ଆମକୁ ମିଳିଯାଇଥାଏ, କିନ୍ତୁ ଜଣଙ୍କର ବିଶ୍ୱାସ ଆଉ ଭରସା ଭାଙ୍ଗିଗଲା ପରେ କେବେ ହେଲେ ବି ସେଇଟା ଫେରିପାରେ ନା। ବିଶ୍ୱାସ ଆଉ ଭରସା ଦେବା ପାଇଁ ବହୁତ ସମୟ ଲାଗିଥାଏ ଆଉ ଧୀରେ ଧୀରେ ଅନେକ ସମୟ ଲାଗିଥାଏ, କିନ୍ତୁ ଜଣଙ୍କର ବିଶ୍ୱାସ ଆଉ ଭରସା ଭାଙ୍ଗିବାକୁ ଗୋଟେ ସେକେଣ୍ଡ ବି ଲାଗିନଥାଏ। ସେଥିପାଇଁ ଯିଏ ଆପଣଙ୍କୁ ବିଶ୍ୱାସ ଆଉ ଭରସା କରୁଛି ତାକୁ ସମ୍ମାନ ଦେବା ଶିଖନ୍ତୁ। ଶ୍ରୀକୃଷ୍ଣ କୁହନ୍ତି କି ଯିଏ ଖରାପ ସମୟରେ କଷ୍ଟ ସମୟରେ ବି ନିଜେ ଭଲ କାମ କରୁଛି ସିଏ ତାହେଲେ ତାର ନିଜର ଧର୍ମକୁ ଠିକ୍ ଭାବରେ ପାଳନ କରୁଛି, କିନ୍ତୁ ଯିଏ ଭଲ ଲାଭ କରିବା ପାଇଁ କଷ୍ଟ ଆଉ ଦୁଃଖ ପଥକୁ ଛାଡ଼ି ଦେଇକି ଖରାପ କାମ କରୁଛି ସିଏ ସବୁବେଳେ ଭଲରେ ରହିବ ଅବଶ୍ୟ, କିନ୍ତୁ ଶେଷ ମୁହୂର୍ତ୍ତରେ ସିଏ କଷ୍ଟ ଦୁଃଖ ଆଉ ଅସମ୍ମାନ ପାଇବ। ଭଲ ବାଟରେ ଯିବାଟା ଆମ ପାଇଁ କଷ୍ଟ ହେଇଥାଏ, କିନ୍ତୁ ଯେଉଁଟା ଶେଷରେ ଆମକୁ ସମ୍ମାନ ଶାନ୍ତି ଆଉ ଖୁସି ପ୍ରଦାନ କରିଥାଏ। ଶ୍ରୀକୃଷ୍ଣ କୁହନ୍ତି କି ଏଇ ଜୀବନଟା ହେଉଛି ଗୋଟେ ଯାତ୍ରା।